ଆଉ ମୁଁ ଆଜି ଭୋଗରାକୁ ଆସି ଜାଣିବାକୁ ପାଇଥିଲି ହାତୀ ବାରମ୍ବାର ଆଉଛି ଆମ ଆମ୍ବ ବଗିଚାକୁ। तो चलिए शुरू करते हैं। ଆଉ ହଁ ତ ମୁଁ ବବୁଲ କଟକଟକା। ଆଉ ତମେ ମାନେ ତ ନେକ୍ସଟ ଭିଡ଼ିଓ ଦେଖିଥିବ ମୁଁ ଗାଈ ପାଇଁ କିଛି ତୋଳିଥିଲି ଲିମ୍ବ ପତ୍ର। ଆଉ ଲିମ୍ବ ପତ୍ର ତ ମୁଁ ତୋଳି ଦେଇଥିଲି। ଆଉ ମତେ ଦରକାର ଥିଲା କିଛି କଞ୍ଚା ହଳଦୀ। ଆଉ ଘରେ ମତେ କହିଥିଲେ ଭୋଗରେ ଥିବା ଆମ୍ବ ଟୁଟାରେ କଞ୍ଚା ହଳଦୀ ମିଳିବ। ଆଉ ସେଇଥିପାଇଁ ମୁଁ ଗୋଟେ ଖେଳୁଆ ଗୋଟେ ଧରିକି ବାହାରି ପଡ଼ିଥିଲି ଯିବା ପାଇଁ ଭୋଗରା। ଆଉ ସାଥିରେ ଆକୁ ବି ନେଇକି ଯାଉଛି ହାରି। ଆଉ ମୁଁ ଭୋଗରାରେ ପହଞ୍ଚିଲା ପରେ ଦେଖିଥିଲି ଆମ ଭୋଗରା ପୁରା ଜଙ୍ଗଲମୟ ହେଇଗଲାଣି। ଆଉ ଆମ ଭୋଗରାକୁ ତ ଆମ ଗାଁ ବାଲା ହାତୀ ଘର ବନେଇକି ରଖିଥାନ୍ତେ, ହାତୀ କଣ ପାଇଁ ଆସିକି ନ ରହିବ। ଆଉ ସେଇଠୁ ମୁଁ ଆସି ପହଞ୍ଚି ଯାଇଥିଲି ଆମ ଆମ୍ବ ଟୁଟାରେ। ଆଉ ଆମ ଆମ୍ବ ଟୁଟାରେ ବି କିଛି ଅନ୍ୟାନ୍ୟ ଗଛ ହେଇକି ସିଏ ବି ଜଙ୍ଗଲମୟ ହେଇଗଲାଣି। ଆଉ ସେଇଠୁ ମୁଁ ଲାଗି ପଡ଼ିଥିଲି ଆମ ଆମ୍ବ ଟୁଟାରେ ହଳଦୀ ଗଛ ଖୋଜିବାରେ। ଆଉ ମୁଁ ହଳଦୀ ଗଛ ଦେଖି ସାରିଲା ପରେ ମୋର ମନେ ପଡ଼ି ଯାଇଥିଲା ଏଇଠି ତ ଆମ ହୋଟେଲର ଅନର ବାବୁ ରହୁଛନ୍ତି। ଆଉ ସେଇଠୁ ମୁଁ ଫଟାଫଟ ବାହାରି ପଡ଼ିଥିଲି ଯିବା ପାଇଁ ହୋଟେଲ ଆଡ଼େ। ଆଉ ମୁଁ ହୋଟେଲରେ ପହଞ୍ଚିକି ଦେଖିଥିଲି ହୋଟେଲର ଅନର ବାବୁ ହିଁ ନାହାନ୍ତି। ଆଉ ବହୁତ ଦିନ ପରେ ମୁଁ ହୋଟେଲ ଆଡ଼େ ଆଇଥିଲି ତ ମୁଁ ଦେଖିଥିଲି ହୋଟେଲର ଛାତ ବି ପଡ଼ିଗଲାଣି। ଆଉ ମୁଁ ସେଇଠି କିଛି ସମୟ ବସି ପଡ଼ିଥିଲି। ଆଉ ସେଇଠୁ ଯେତେବେଳେ ମୁଁ ବାହାରିକି ଆଇଥିଲି ମୁଁ ଦେଖିଥିଲି ଅନର ବାବୁଙ୍କୁ। ଆଉ ତାଙ୍କର ଏଇଟା କୋଉ ଷ୍ଟାଇଲ ତ ତମେ ଟିକେ କମେଣ୍ଟରେ କୁହ। ଆଉ ମୁଁ ସିନା ତମମାନଙ୍କୁ ମଜାରେ କହିଦେଉଛି ଅନର ବାବୁ ବୋଲି, ହେଲେ ସେମିତି କିଛି ନାହିଁ, ସେ ମୋ ପ୍ୟାର ଆଶା ଜେଜେବାଟା। ଆଉ ତମେମାନେ ତ ଭାବୁଥିବ ମୁଁ ତାକୁ କଣ ପାଇଁ ଏତେ ଟେକୁଛି। ହଉ ତାହେଲେ ଦେଖ ମୋ ବିଜା ବୁଦ୍ଧି କି ଯୋଉ କାମଟା ମୁଁ କରିବି ବୋଲି ଆଇଥିଲି ସେଇ କାମଟାରେ ତାକୁ ଲଗେଇ ଦେଇଛି। ହେଲେ ସେଇ ଶଳା କଣ ହବ ବିଜା, ମୁଁ ସିନା ତାକୁ ଲଗେଇ ଦେଇଥିଲି ହଳଦୀ ତାଡ଼ିଆରେ, ହେଲେ ସିଏ ମତେ ଚଢ଼େଇ ଦେଇଥିଲା ଗଛ ଉପରେ। ଆଉ ମୁଁ ଗଛରୁ ଓହ୍ଲେଇକି ଦେଖେ ତ ସିଏ ଏତିକି ହଳଦୀ ତାଡ଼ିଥିଲା। ଆଉ ତମେ ମାନେ ଯଦି ମୋ 12 ବୟସ ଜାଣିବ ତାହେଲେ ଆଶ୍ଚର୍ଯ୍ୟ ହେଇଯିବ। ଆଉ ତା ବୟସ କଥା ମୁଁ ହିଁ କହିବିନି, ଚାଲ ତାକୁ ହିଁ ପଚାରିବା। କେତେ ବୟସ? ଆଉ ସେଇଠୁ ଆମେ ପଳାଇଥିଲୁ ହାଡ଼ୁଆକୁ ଗାଧେଇବା ପାଇଁ। ଆଉ ହାଡ଼ୁଆକୁ ଗାଧେଇବା ପାଇଁ ଆସିକି କିଛି ଏମିତିଆ ଜିନିଷ ଦେଖିବୁ ବୋଲି ଆମେ କେବେ ବି ଭାବିନଥିଲୁ। ଆଉ ଆମେ ଦେଖିଥିଲୁ ହାତୀ ମଡ଼ା, ଯୋଉଟା କି କାଲି ରାତିରେ ହେଇ ଆସିକି ସେ ଯାଇଛି। ଆଉ ଆମେ ଗାଧେଇ ସାରିକି ଆମେ ଯାଉଛୁ ହାରି ଏବେ ଘରକୁ। ଆଉ ତମମାନଙ୍କୁ ଯଦି ମୋ ଭିଡ଼ିଓରେ ଟିକେ ବି ଖୁସି ଦେଇଥାଏ ତାହେଲେ ଗୋଟେ ଫଲୋଟେ ମାରି ଦିଅନ୍ତୁ।